ଜୟ ଶ୍ରୀରାମ ବନ୍ଧୁଗଣ। ମହାଭାରତ ଯୁଦ୍ଧ ଇତିହାସର ସବୁଠୁ ବଡ଼ ଧର୍ମ ଯୁଦ୍ଧ ଥିଲା। ଅଧର୍ମ ଉପରେ କେମିତି ଧର୍ମର ବିଜୟ ହୋଇଥିଲା, ପ୍ରଭୁ ଶ୍ରୀକୃଷ୍ଣ ନିଜେ ସାରଥୀ ହୋଇକିରି ଧର୍ମ ପଟେ ରହିକିରି ବିଜୟ ଦିଲାଇଥିଲେ। କିନ୍ତୁ ସେହି ମହାଭାରତ ଯୁଦ୍ଧ ହବାର 5ଟି ମୁଖ୍ୟ କାରଣ ମୁଁ ଆଜି ଆପଣମାନଙ୍କୁ କହିବି। ଯଦି ଆପଣମାନେ ଚ୍ୟାନେଲରେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓକୁ ଲାଇକ୍ ନିଶ୍ଚିନ୍ତ ରୂପେ କରିଦିଅନ୍ତୁ। ରାଜନୈତିକ ସଙ୍କଟ। ଯୁଦ୍ଧର ପ୍ରଥମ ଆରମ୍ଭ ହସ୍ତିନାପୁରର ରାଜସଭାରୁ ହିଁ ହୋଇଥିଲା। ପାଣ୍ଡୁପୁତ୍ର ଯୁଧିଷ୍ଠିର ଏବଂ ଧୃତରାଷ୍ଟ୍ର ପୁତ୍ର ଦୁର୍ଯ୍ୟୋଧନଙ୍କ ମଝିରେ ସମ୍ପତ୍ତି ବା ରାଜନୈତିକ ଉପରେ ବିଚାର ବିମର୍ଶ କରୁଥିବା ସମୟରେ ହିଁ ଦୁର୍ଯ୍ୟୋଧନର କୁଚିନ୍ତା ଥିଲା ବା ଦୁର୍ଯ୍ୟୋଧନ ନିଜେ ସବୁ ପାଇବା ଇଚ୍ଛାରେ ଥିଲା। ସେଥିପାଇଁ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ କିଛି ବି ଦେବା ପାଇଁ ଚାହୁଁନଥିଲା। ତ ସେଇଠୁ ଉପୁଜିଥିଲା ପାଣ୍ଡବ ଏବଂ କୌରବମାନଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ଯେଉଁ ଦିନଠାରୁ ଧର୍ମରାଜ ଯୁଧିଷ୍ଠିର ୟୁବରାଜ ପଦରେ ବସିଥିଲେ ସେହି ଦିନଠାରୁ ହିଁ ଦୁର୍ଯ୍ୟୋଧନ ବିଚଳିତ ହୋଇଯାଇଥିଲା। ଆଉ ଦୁର୍ଯ୍ୟୋଧନ ଚାହୁଁଥିଲା କି କେମିତି କ'ଣ ହଉ ପଛେ ପାଣ୍ଡବମାନଙ୍କୁ ସେ ନିଷ୍କାସିତ କରିଦେବ ରାଜ୍ୟରୁ। ଦୁର୍ଯ୍ୟୋଧନର ଅଧର୍ମ ପ୍ରକୃତି ଏବଂ ଲୋଭ ପାଇଁ ସେ ପାଣ୍ଡବମାନଙ୍କୁ ବହୁତ ପ୍ରତାରିତ କରିବାକୁ ଲାଗିଲା। ସମ୍ପତ୍ତିର ବିରୋଧ। ପାଣ୍ଡବମାନଙ୍କୁ ଦୁର୍ଯ୍ୟୋଧନ 5ଟି ଗାଁ ମଧ୍ୟ ଦେଲା ନାହିଁ। କହିଲା କି ମୁଁ ଛୁଞ୍ଚି ମୁନରେ ମୁନେ ବି ଜମି ଦେବି ନାହିଁ ପାଣ୍ଡବମାନଙ୍କୁ, ଯାହାଫଳରେ କି ପାଣ୍ଡବମାନଙ୍କୁ ଖାଣ୍ଡବପ୍ରସ୍ଥ ଯିବାକୁ ପଡ଼ିଥିଲା। ଆଉ ସେଇଠି ହିଁ ପାଣ୍ଡବମାନେ ତାଙ୍କର ଇନ୍ଦ୍ରପ୍ରସ୍ଥ ରାଜ୍ୟ ନିର୍ମାଣ କରିଥିଲେ। ଆଉ ସେଇ ଇନ୍ଦ୍ରପ୍ରସ୍ଥ ରାଜ୍ୟକୁ ହିଁ ପାଣ୍ଡବମାନେ କୌରବମାନଙ୍କୁ ନିମନ୍ତ୍ରଣ କରିଥିଲେ। କାହିଁକି ନା ଧର୍ମରାଜ ଯୁଧିଷ୍ଠିର ଅଶୋକ ଚକ୍ରବର୍ତ୍ତୀ ସମ୍ରାଟ ହୋଇସାରିଥିଲେ। ସେଥିପାଇଁ ସେ ସବୁ ରାଜାମାନଙ୍କୁ ନିମନ୍ତ୍ରଣ ଦେଇଥିଲେ, ଯାହାଫଳରେ କି ଦୁର୍ଯ୍ୟୋଧନ ମଧ୍ୟ ଯାଇଥିଲା। କିନ୍ତୁ ସେ ମାୟାବୀ ମହଲ ଥିଲା ଇନ୍ଦ୍ରପ୍ରସ୍ଥ, ଯାହାଫଳରେ କି ଶୁଖିଲା ଭାବିକି ଯେତେବେଳେ ଦୁର୍ଯ୍ୟୋଧନ ପାଣିରେ ପଡ଼ିଯାଇଥିଲେ ସେହି ସମୟରେ ହିଁ ଦ୍ରୌପଦୀ ଅପମାନ କରିଥିଲେ ଦୁର୍ଯ୍ୟୋଧନଙ୍କୁ, ଯାହାଫଳରେ କି ଦୁର୍ଯ୍ୟୋଧନ ପ୍ରତିଶୋଧ ନେବା ପାଇଁ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିଥିଲା। ଆଉ ପାଣ୍ଡବମାନଙ୍କ ସହିତ ଦ୍ରୁତ କ୍ରୀଡ଼ା କରିକିରି ପାଣ୍ଡବମାନଙ୍କୁ ବନବାସ ପଠାଇ ଦେବାକୁ ମଧ୍ୟ ଦୁର୍ଯ୍ୟୋଧନ ପଛେଇ ନଥିଲା। ଧର୍ମରାଜ ଯୁଧିଷ୍ଠିର ଧର୍ମ ଏବଂ ସଚ୍ଚାଇର ରାସ୍ତାରେ ଚାଲୁଥିଲେ, ସେଥିପାଇଁ ତାଙ୍କୁ ଅନେକ କଠିନାଇ ସହିବାକୁ ପଡୁଥିଲା। କିନ୍ତୁ ଦୁର୍ଯ୍ୟୋଧନ ଲୋଭ ଏବଂ କ୍ରୋଧର ସାହାଯ୍ୟ ନେଇ ସେ ପାଣ୍ଡବମାନଙ୍କୁ ରାଜ୍ୟରୁ ବାହାରି କରିଦେଲା ବା ବନବାସ ପଠାଇ ଦେଇଥିଲା, ଯାହାଫଳରେ କି ପାଣ୍ଡବମାନେ ବନକୁ ଚାଲି ଯାଇଥିଲେ। ପାଣ୍ଡବମାନେ 14 ବର୍ଷ ବନରେ ଅତିବାହିତ କଲା ପରେ ସେ ଯେତେବେଳେ ପୁଣି ଆସିକିରି ତାଙ୍କ ଅଧିକାର ମାଗିଲେ ଦୁର୍ଯ୍ୟୋଧନକୁ, ଫିର୍ ବି ଦୁର୍ଯ୍ୟୋଧନ ତାଙ୍କ ଅଧିକାର ଦେବା ପାଇଁ ମନା କରିଦେଇଥିଲା। ଯାହାଫଳରେ କି ପାଣ୍ଡବମାନେ ଚିନ୍ତା କରିଥିଲେ ଇଏ ଶେଷ ନିଷ୍ପତ୍ତି ନେଇଥିଲେ, ଯୁଦ୍ଧର ନିଷ୍ପତ୍ତି। ଏହି ପ୍ରକାରର ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଜମି ବିବାଦ ହଉ ବା ନିଜର ଅଧିକାର ବା ଅପମାନ ହଉ, ଏମିତି କିଛି କାରଣ ପାଇଁ ହିଁ ମହାଭାରତ ଭଳି ବିନାଶକ ଯୁଦ୍ଧ ହୋଇଥିଲା। ତାପରେ ଧର୍ମ ବି ତ ଅଧର୍ମ ଉପରେ ବିଜୟ ପାଇବାର ଥିଲା। ସେଥିପାଇଁ ପ୍ରଭୁ ଶ୍ରୀକୃଷ୍ଣ ନିଜେ ଅର୍ଜୁନଙ୍କ ସାରଥୀ ହୋଇକିରି ଅଧର୍ମକୁ ପରାସ୍ତ କରିଥିଲେ ଆଉ ଧର୍ମକୁ ବିଜୟ କରାଇଥିଲେ, ଯାହାଫଳରେ କି କୌରବମାନେ ପରାସ୍ତ ହୋଇଥିଲେ ଆଉ ପାଣ୍ଡବମାନେ ବିଜୟ ହୋଇଥିଲେ ବା ଧର୍ମର ବିଜୟ ହୋଇଥିଲା। ତ ଏବେ ଆପଣମାନେ ଜାଣିପାରିଲେ ମହାଭାରତ ଯୁଦ୍ଧ ହବାର 5ଟି ମହା ବିଶେଷ କାରଣ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ରୂପେ କରିଦେବେ। ଜୟ ଶ୍ରୀରାମ।